ଶୁଣିଛି ଶାନ୍ତି ରହିଛି, ଯେ ମାନିଛି ଶାନ୍ତି ରହିଛି। ଏ କଥା ମହାପ୍ରଭୁ ଉଠି କରି ବୁଝେଇ କହିଲେ, କହିଲେ ବାବୁରେ ଯେତେବେଳେ ଆମେ ପ୍ରସ୍ତାବ ନେଇ ଗୋଟିଏ ଝିଅ ଘରକୁ ଯାଆନ୍ତି କିମ୍ବା ଝିଅ ଘର ଆମ ଘରକୁ ଆସନ୍ତି, ପ୍ରସ୍ତାବଟି ପଡ଼ିଗଲା, ତାପରେ କ'ଣ କରନ୍ତି? ସେ ବନ୍ଧୁ ଘରକୁ କେତେ କେଜି ମିଠା ନିଅନ୍ତି? ଆଗେ ଦିଅନ୍ତି ଗୋଟେ କୁଇଣ୍ଟାଲ ମିଠା, କାରଣ ଆମ ଝିଅଟି ତାଙ୍କ ଘରକୁ ଦେଲେ ବନ୍ଧୁ ସ୍ଥାପନ ହେବା ପାଇଁ। ବନ୍ଧୁ ସ୍ଥାପନ କରିବା ପୂର୍ବରୁ ଆମ ଗାଁ ଲୋକଙ୍କୁ ସମସ୍ତଙ୍କୁ ଡାକି ନେଇଗଲେ। ତାପରେ ଯେତେବେଳେ ବନ୍ଧୁ ହେଇଗଲା ସେତେବେଳେ କ'ଣ ହେଲା? ଆଉ କେହି ଜଣେ କାହାରିକୁ ଡାକି ଗଲା ନାହିଁ। ସେଇଭଳି ଠିକ୍ ଯେ ସଂସାରକୁ ଯେତେବେଳେ ମହାପ୍ରଭୁ ଆମକୁ ଏ ସଂସାରକୁ ପଠେଇଲେ, ବାପ ମା କେତେ ବ୍ୟାକୁଳ ହେଲେ, ପ୍ରଭୁ ମୋତେ ଗୋଟିଏ ସୁନ୍ଦର ପିଲାଟିଏ ଦିଅ। ବାପ ମା ଗୁରୁଜନ ଲଘୁଜନ ଯେତେ ଗାଁରେ ଥିଲେ, ମୋ ବୋହୂଟି ଗୋଟିଏ ଭଲ ପିଲାଟି ଦିଅନ୍ତୁନି। ପିଲାଟି ଜନ୍ମ ହେଲା। ପିଲାଟି ଜନ୍ମ ହେଲା ପରେ କ'ଣ କର୍ମ କଲା? ଯେମିତି ବନ୍ଧୁ ଘରେ ପ୍ରଥମେ ଗୋଟେ କୁଇଣ୍ଟାଲ ଥିଲା, କିଲେ 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 ଅଧ କିଲା, ସେ 250 ଜାଗାରେ ପହଞ୍ଚିଗଲା ଶେଷ ମୁହୂର୍ତ୍ତରେ। ଠିକ୍ ସେଭଳି ଆମେ ସଂସାରକୁ ଆସିଛନ୍ତି ସତ୍ୟତାକୁ ଜାଗ୍ରତ କରିବା, ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଆମକୁ ପଠେଇଥିଲେ। ଆମେ ଶୁଣିଛନ୍ତି ଜାଣିଛନ୍ତି, ମୁନି ଋଷିମାନେ ଆମକୁ ଅନେକ ପ୍ରକାର ଜ୍ଞାନ ତତ୍ତ୍ୱ ବାଣ୍ଟିଛନ୍ତି। ସେଇଥିପାଇଁ ପଣ୍ଡିତ ଯାଇକି ତମ ଘରେ ଯାଇକି ପାଠ କରନ୍ତି, ମନ୍ତ୍ର ଇଏ କରନ୍ତି, ବିବାହ ଶପଥ ମାନେ ବିବାହର ସହ ଅନେକ ପ୍ରକାର ଉଦାହରଣ ଦେଇ କରନ୍ତି। ଆରେ ତମ ବାହାଘରୁ ତ ଯୋଉ ପାଠ ପଢିଥିଲା ପଣ୍ଡିତ, ମୋ ବାହାଘରକୁ ସେଇ ପାଠ ପଢିଥିଲା। ଏ କଥା ଆମେ ଜାଣିଛନ୍ତି, ଶୁଣିଛନ୍ତି, ସବୁ ଜାଣିଛନ୍ତି। ତମ ସ୍ତ୍ରୀ ତମ ପାଖରେ ରହିଲା, ତା ସ୍ତ୍ରୀ ଛାଡ଼ିକି ତା ଯୋଉ ପଳେଇଲା। ଏମିତି ଅଘଟଣ ଘଟୁଛି, ଅନେକ ପ୍ରକାର ଅଘଟଣ ଘଟି ଚାଲିଛି। ଇଏ ହଉଛି ଶରୀରତତ୍ତ୍ୱ ଜୀବନ ଦର୍ଶନ କଥା, ଇଏ ହଉଛି ଭକ୍ତି ରସ କଥା। ଶେଷ ମୁହୂର୍ତ୍ତରେ ବାପ ମା ପାଇଲେ କ'ଣ? ଆରେ ବନ୍ଧୁ ସ୍ଥାପନ କଲ, ଏତେ ମିଠା ଦେଇଥିଲ, ଏତେ ସମସ୍ତଙ୍କୁ ଗାଁ ଲୋକକୁ ଡାକିଥିଲ, ସବୁ କର୍ମ କଲ, ଶେଷରେ ପାଇଲ କ'ଣ? ତେଣୁ ଏ ପିଲାଟି ଜନ୍ମ କରି ଯଦି ସମ୍ମାନ ପାଇଲା ନାହିଁ, ସେ ପିଲା ଜନ୍ମ କରିବା ବୃଥା। ବୋହୂଟି ଆଣି ଯଦି ବୋହୂଟିକୁ ସଜେଇକି ନ କରି ରଖିପାରିଲ, ସେ ଘର ହେଇଗଲା ଅନ୍ଧାର। ତେଣୁ କ'ଣ କରିବା? ମହାପ୍ରଭୁଙ୍କର କଥାକୁ ଟିକେ ଯିବା। ମହାପ୍ରଭୁଙ୍କର କଥା କ'ଣ? ନା ଭକ୍ତି ରସ କଥା। ଭକ୍ତି ରସ କଥା ଜାଣିଲେ ଭଗବାନ ନିଶ୍ଚିତ ସମର୍ପିତ ହେଇଯିବେ। ନା କେମିତି? ନା ମୁନି ଋଷି ମାନଙ୍କର କଥା ମାନିଲେ, ଗୁରୁ ଗୁରୁଜନଙ୍କର କଥା ଯଦି ବୋହୂଟିଏ ମାନେ, ସେ ବୋହୂଟି ସବୁ ଜାଗାରେ ସମ୍ମାନିତ ହବ। କେବେ ଦୁଇଟା ଦୁଇ କୂଳକୁ ହିତ ବୋଲି ଆମେ ସମସ୍ତେ ଜାଣିପାରିବା। ତେଣୁ ଯଦି ଗୁରୁ ଗୁରୁଜନଙ୍କର କଥା ନ ମାନିବା କ'ଣ କରିବା? ସେଇଥିପାଇଁ ତ ଗୁରୁ ଗୁରୁଜନ ମାନଙ୍କୁ ଆମେ ଡାକିଥିଲେ। ଆମ ଗାଁରେ ଯେତେବେଳେ ଗୋଟେ ପ୍ରସ୍ତାବ ପଡ଼ିଲା କାହା ଘରକୁ କାହାକୁ ଝିଅକୁ ଦେବା, ଆମେ ସମସ୍ତେ ଗାଁ ଲୋକ ଯାଇକି ତାଙ୍କ ଘରେ ପହଞ୍ଚିଥିଲେ, ଗୁରୁ ଗୁରୁଜନ ମାନଙ୍କୁ ଡାକିଥିଲେ। କିନ୍ତୁ ଗୁରୁ ଗୁରୁଜନ ମାନଙ୍କୁ ଇଏ ଖାତିରି କଲା ନାହିଁ। କ'ଣ ହେଲା? ପଞ୍ଚମୁଖୀ ହରି କହିଛନ୍ତି, ଏ 5 ଜଣଙ୍କର ଅଭିଶାପ ପଡ଼ିଲା। 5 ଜଣଙ୍କର ଅଭିଶାପ ଯେତେବେଳେ ପଡ଼ିଲା, କ'ଣ ହେଲା? ଅଧପତନ ଯୋଗ ଆସିକି ପହଞ୍ଚିଗଲା। କାହାରି କଥାକୁ ଯଦି ଆମେ ନ ମାନିବା, ଗୁରୁଜନଙ୍କର କଥା ନ ମାନିବା, ବାପ ମାଙ୍କର କଥା ନ ମାନିବା, କ'ଣ ହବା? ଦୁଇ କୂଳକୁ ହିତ କରିବ କ'ଣ? ପିତା କରିଦେଲା। ଏହା ହିଁ ସତ୍ୟ। ଏକଥା ମହାପ୍ରଭୁ ନିଜେ ଅନେକ ପ୍ରକାର ପୁରାଣ ସୃଷ୍ଟି କରି ଉଦାହରଣ ସଂସାରକୁ ଦେଇଛନ୍ତି। ବାବୁରେ କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଏ ସଂସାରକୁ ଯଦି ଆମେ ଆସିଛନ୍ତି, ଏ ସଂସାରରେ ଆମେ କ'ଣ କ'ଣ କର୍ମ କରିବା ଦରକାର। ଆମ ବାପ ମା ମରିଗଲେ, ବାପ ମା ମରିଗଲା ପରେ ପୁଅ କ୍ରିୟା ହଉଛି କାହା ପାଇଁ ହଉଛି? ନା ନିଜେ କ୍ରିୟା ହଉଛି। କାହିଁକି? ମୁଁ ଯୋଉ ଭୁଲ କରିଛି ସେ ଭୁଲ ପାଇଁ ମୁଁ ନିଜେ କ୍ରିୟା ହେବା ପାଇଁ ଏସବୁ କର୍ମ କରୁଛି। କିନ୍ତୁ ଆଉ ଗୋଟିଏ ଭୁଲ କରୁଛନ୍ତି କ'ଣ? ନା 10 ଦିନ ପର୍ଯ୍ୟନ୍ତ ଆମେ କ'ଣ କଲେ? ନିଶା ଦ୍ରବ୍ୟ କରିବାନି କି ତେଲ କ'ଣ, ସେ ସବୁ ଅନେକ ପ୍ରକାର ଉଦାହରଣ ଅଛି। କିଛି କରିବାନି। 11 ଦିନ କ'ଣ କରିବା? ଅନେକ ଜୀବ ହତ୍ୟା କରିବା। ବାବୁରେ ଆସିଥିଲୁ ବା ନିଜେ କ୍ରିୟା ହେବା ପାଇଁ, ନିଜେ କ୍ରିୟା ହେବା ପାଇଁ ତ ଏତେ କର୍ମ କରୁଛୁ କ'ଣ? ସେଇଥିପାଇଁ 11 ଦିନ ଏକାଦଶ
কর্মরে হ্যাঁ কোন করা যায় ভাগবত চর্চা করা যায় যৌদিন ভাগবত চর্চা ইয়ে করুছি সেইদিন মদমাংস দিয়ে মଣିষ কোন করুছি এপটে একাদশ কর্ম দিন ভাগবত চর্চা করুছি সেপটে মদ মাଂସ ମାଛ ଦେଇ ମଣିଷକୁ ଅଜ୍ଞାନୀ ବାଟକୁ ପେଲି ଦଉଛି ଇଏ ତ ମଣିଷ ଯୋଉଠି ଭାଗବତ ଭଗବାନଙ୍କର କଥା ଆଲୋଚନା ହୁଏ ଆମିଷ ସେଠି ଭୋଜନ କରାଯାଏ ଏ ମଣିଷ କଣ କରୁଛି ଏ ମଣିଷ ଗୋଟି ଗୋଟି କରି କହୁଛି ଆମର ପରମ୍ପରା ଧନ୍ୟରେ ମଣିଷ ଧନ୍ୟ ଏତେ ବଡ଼ କୁଳରେ ଜନ୍ମ ହୋଇ ପୁଣି କରୁଛି 12 ଦିନ ଆମିଷ ପାଣି ଟିକେ ପୁଣି କରିବା ତାକୁ ବନ୍ଧୁ ବାନ୍ଧବ ଅନ୍ୟାନ୍ୟକୁ ସମସ୍ତଙ୍କୁ ନେଇକି ପହଞ୍ଚିଦେଲା ଏତେ ବଡ଼ ଅଜ୍ଞାନୀ ଏ ମଣିଷ ମୁଣ୍ଡେ ଦିବଜ୍ଞାନ ଦେଖି ସନ୍ତୁଷ୍ଟ ଭଗବାନ ଏଇସବୁ ଜ୍ଞାନକୁ ଦେଖି ସନ୍ତୁଷ୍ଟ ହୁଅନ୍ତି ସେଇଥିପାଇଁ କହିଲେ ସର୍ବେ ହୋଇବେ ଅଳପାୟସ ସର୍ବେ ସକଳେ ଯିବେ ନାଶ ଏତେ ବଡ଼ ଜ୍ଞାନୀ ହୋଇ ଆଜି ଏତେ ବଡ଼ ଅଜ୍ଞାନୀ କେମିତି ହେଲେ ପଣ୍ଡିତ କୂଳରେ ଜନ୍ମ ହୋଇ ତମେ ପରର ଦଣ୍ଡକୁ ମୁକ୍ତ କରିବା କଥା ଆଜି ସମସ୍ତଙ୍କୁ ଦଣ୍ଡିତ କରୁଛ କେମିତି ଏ କଥା ଗୋଟି ଗୋଟି କରି ବୁଝିକି କହିଛନ୍ତି ଆଜିର ମଣିଷ ଅଜ୍ଞାନର ବଶବର୍ତ୍ତୀ ଜ୍ଞାନଭ୍ରଷ୍ଟ ହେଇସାରିଛି ସେଇଥିପାଇଁ ତ ଆଜି ଆମେ ସମସ୍ତେ ରୋଗକ୍ରାନ୍ତ ହେଇ ମୃତ୍ୟୁ ମୁଖରେ ପଡୁଛନ୍ତି ଅଜ୍ଞାନତାରେ ଆଜି ସମସ୍ତେ ମୃତ୍ୟୁ ମୁଖରେ ପଡୁଛନ୍ତି ଏଇଥିପାଇଁ ଆମ ଭିତରେ ଜ୍ଞାନ ତତ୍ତ୍ୱ ନାହିଁ ଯଦି ଜ୍ଞାନ ଥାନ୍ତା ଏଭଳି କର୍ମ ପାଖରୁ ଆମେ ଦୂରେଇ ରହିଥାନ୍ତେ ବୋଲାନ୍ତ ଭଗବାନ କି ଜୟ।